नमस्कार आम यूट्यूब चैनल रो संपूर्ण गहन पुराण सार कथा को आपण मानकु स्वागत। आज आलोच्य विषय भगवान काहीकि गधपाद धरिथिले। अरे ओलिया ओलिया अरे उठ 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 अरे कौन होउची माई पिलेटा गोविंद मारुचु भूल करूची गुरुदेव मो पाद ध कहले धरुनी। अरे खतेई गुरुदेव से पूरा तो स्वामी से जदि कहले पाद धरिबा को धर दबु मो कहीं ता पाद धरी अरे हे भगवान कृष्ण दिने गधर पाद धरथिले। भगवान गधर पाद धरिथिले। हां गुरुदेव हां केबे धरिथिले काहे के धरिथिले? भगवान कृष्ण गधपाद काहीकि धरिथिले से विषय आलोचना करबा पूर्वरु आस टिके हमर पुराण सार कथा रे भिजी जीवा। सुन हे भाई पुराण सार कथा कही सुन हे भाई पुराण सार कथा कही पुराण जदि पढ़िब ज्ञान गुरु प्राप्त हेब पुराण जदि शुणिब ज्ञान गुरु प्राप्त हेब संसारू मुक्ति पथ से ही सुन हे भाई पुराण सार कथा यही। पुराण सार कथा यही सुन हे भाई पुराण सार कथा यही। अरे ओलिया गुरुदेव पुराण आलोचना करिबा ठाकुर घरे अछि पुच्छ मुठाटा पुच्छ मुठाटा को धरिके आसे मुठाटा अखंड अखंडं मंडलाकारं व्याप्तं येन चराचरं तत्पदं दर्शितं येन तस्मै श्री गुरवे नमः। पुराण कथा एबे देबा बुझाई भगवान अटंती जे कृष्ण नारायण गधपाद को धरिले तक्षण केते बेले भगवान गधपाद धरिले एही कथा को बुझाइबा भले जरासंधपुर को देव भगवान आउ जरासंधपुर को देव भगवान संगरे धरिले को भीम अर्जुन साथीरे धरिले को भीम अर्जुन भगवान आउ जरासंधपुरे प्रवेश होइले आउ जरासंधपुरे प्रवेश होइले प्रथम दुआरे जाइण देखिले आउ प्रथम दुआरे जाइण देखिले जोगी अछि तार सहदेव कुमार जोगी अछि तार सहदेव कुमार ताहाकू देखिले प्रभु चक्रधर आज एथर सुदया कर हे चक्रधर एबे एथर सुदया कर। हेले ओलिया गुरुदेव जरासंध जरासंधपुर को
ଭଗବାନ କୃଷ୍ଣ ଯାଉଛନ୍ତି ଯାଉଛନ୍ତି ଭଗବାନ କୃଷ୍ଣ ଜରାସଣ୍ଡପୁରୀ କେମିତି ଯାଉଛନ୍ତି କେମିତି ସଙ୍ଗରେ ଭୀମକୁ ଧରିଛନ୍ତି ହଁ ଆଉ ଅର୍ଜୁନ ବୀରକୁ ଧରିଛନ୍ତି ହଁ 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 ଯେତେବେଳେ ଯାଇ ପହଞ୍ଚିଲେ ରାଜ ଉଆସ ପାଖରେ ଆହା ଜରାସନ୍ଧର 4 ଗୋଟି ଦ୍ୱାର ଚାରିଟା ଦ୍ୱାର ଜରାସଣ୍ଡ 4 ଗୋଟି ଦ୍ୱାର ହଁ ପ୍ରଥମ ଦ୍ୱାରରେ କିଏ ଅଛି କିଏ କିଏ ପ୍ରଥମ ଦ୍ୱାରରେ ଅଛି ପୁତ୍ର ସହଦେବ ସହଦେବ ଦ୍ୱିତୀୟ ଦ୍ୱାରରେ କିଏ ଅଛି କିଏ ଦ୍ୱିତୀୟ ଦ୍ୱାରରେ ଅଛି ଶିମଳି ବୃକ୍ଷ ହଁ ତୃତୀୟ ଦ୍ୱାରରେ କିଏ ଅଛି ତୃତୀୟ ଦ୍ୱାରରେ ଅଛି ଭେରି ଭେରି ଚତୁର୍ଥ ଦ୍ୱାରରେ କିଏ ଅଛି କିଏ ଚତୁର୍ଥ ଦ୍ୱାରରେ ଅଛି ଗଧ ଗଧ ଏ ଯୋଉ ଦ୍ୱାର ମାନଙ୍କରେ ଏମାନେ ଜଗିଛନ୍ତି ହଁ ଏମାନେ ସଂକେତ ଦେଲେ ଜରାସନ୍ଧ ଜାଣିଯିବ ମୋ ପୁରକୁ ଶତ୍ରୁ ଆସୁଛି ଆସୁଛି ବୋଲି ହେଲେ କୃଷ୍ଣ ଭଗବାନ ପ୍ରଥମ ଦ୍ୱାରରେ ଯାଇକି ପହଞ୍ଚି ଯାଇଛନ୍ତି ହଁ ହଁ ଯେତେବେଳେ ପହଞ୍ଚିଲେ ଦେଖିଲେ ସହଦେବ ପୁତ୍ର ଜରାସନ୍ଧର ପୁତ୍ର ହଉଛି ସହଦେବ ସହଦେବ ସେ ପ୍ରଥମ ଦ୍ୱାରରେ ଜଗିଛି ହଁ କଣ କରିବେ କୃଷ୍ଣ ଚିନ୍ତା କଲେ କଣ ଯଦି ଏ ପ୍ରକାର ରୂପ ଧରିକି ଆମେ ଯିବୁ ହଁ। ତାହେଲେ ସହଦେବ ନିଶ୍ଚୟ ଆମକୁ ଚିହ୍ନିଦବ ଚିହ୍ନିଦବ ଆମକୁ ସେ ଦ୍ୱାର ଦେବା ଯିବାକୁ ଦେବ ନାହିଁ ସେତେବେଳେ ଭଗବାନ ମନେ ବିଚାର କଲେ ହଁ ବ୍ରାହ୍ମଣ ରୂପକୁ ତିନିହେ ଧରିଲେ ହଉ ହଉ ଓଙ୍କାର ଶବଦେ କଲେ ବେଦନାର ହଁ ଆଉ ଓଙ୍କାର ଶବଦେ କଲେ ବେଦନାଦ ହଉ ବା ସିଏ ଯାଇ ପହଞ୍ଚିଲେ ସହଦେବ ପାଶ ହଁ ଯେତେବେଳେ ସହଦେବ ତାହାଙ୍କୁ ଦେଖିଲେ ଯେତେବେଳେ ସହଦେବ ତାହାଙ୍କୁ ଦେଖିଲେ ହଉ ବ୍ରାହ୍ମଣ ବୋଲିଣ ପ୍ରଣାମ ହୋଇଲେ ଆଚ୍ଛା ବୋଇଲେ କହୁଅଛେ ଶୁଣ ବ୍ରାହ୍ମଣ ହଁ ହଁ ଆମ୍ଭପୁରେ କିମ୍ପାଇଁ କରିଲ ଗମନ ଓହୋ ସେ କାଳରେ କୃଷ୍ଣ ଏମନ୍ତ ବୋଇଲେ କଣ ରାଜା ସଙ୍ଗେ ଭେଟ ଆମ୍ଭେ ହେବୁ ଭଲେ ନିଶ୍ଚୟ ସହଦେବ ବୀର ବାରଣ କରିଲା ଆହା ସେତେବେଳେ ଭାବନା କରୁଛନ୍ତି ଭଲା ହଉ ହଉ କଟୁ କଥା ତାହାଙ୍କୁ ଯେ କୃଷ୍ଣ କହିଲେ ଆହା ସହଦେବ ପାଶୁ ଦେଇ କରି ଗଲେ ଆଚ୍ଛା ସହଦେବ ପାଶୁ ଦେଇ କରି ଗଲେ ଓହୋ ଦ୍ୱିତୀୟ ଦ୍ୱାରେ ସେ ଶିମଳି ବୃକ୍ଷ ହଁ ଜଗି ରହିଅଛି ସେ ତିଣ ଅବଶ୍ୟ ଆହା ସେ କାଳେ ଅର୍ଜୁନକୁ କହେ ନାରାୟଣ କଣ ଯାହା କହୁଅଛି ଶୁଣ ହେ ଅର୍ଜୁନ ଓହୋ ଶିମଳି ବୃକ୍ଷ ଯେବେ ପଲ୍ଲବି ଯିବ 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 ତା ଦେହେ ପୁଣି ଫୁଲ ଯେ ଫୁଟିବ ହଉ ହଉ ଜରାସନ୍ଧ ବୀର ନିଶ୍ଚୟ ଜାଣିଯିବ ନିଶ୍ଚୟ ତମେ ଏତିକି କରିବ ଶୁଣ ହେ ଅର୍ଜୁନ ଆଜି ଏତିକି ତୁମେ ଯେ କରିବ ହେଲେ ଖତେଇ କଣ ବୁଝିଲୁ କିଛି ନାହିଁ ଯେତେବେଳେ ପ୍ରଥମ ଦ୍ୱାର ପାର ହୋଇଗଲେ ବ୍ରାହ୍ମଣ ରୂପରେ ହଁ ସହଦେବ ଦ୍ୱାରଟି ପାର ହୋଇଯାଇଛନ୍ତି ଆଜ୍ଞା ଦ୍ୱିତୀୟ ଦ୍ୱାରରେ ଜଗିଛି କିଏ କିଏ ଶିମଳି ବୃକ୍ଷ ଶିମଳି ବୃକ୍ଷ ଦ୍ୱାରରେ ଯେତେବେଳେ ପହଞ୍ଚି ଗଲେ ହଁ ଭଗବାନ କୃଷ୍ଣ କହିଲେ ଅର୍ଜୁନକୁ କଣ ଯେ ଅର୍ଜୁନ ଏଇଠେ ତମର କାମ ଏଇ ଏଇଠେ ତମର କାମ ଆଚ୍ଛା ଆଚ୍ଛା ଆମ୍ଭଙ୍କୁ ଦେଖିଲା ମାତ୍ରେ ଶିମଳି ବୃକ୍ଷ ଜାଣିପାରିବ ଇଏ ଶତ୍ରୁ ହଁ ସିଏ ପଲ୍ଲବି ଉଠିବ ହଁ ତା ଦେହରେ ଫୁଲ ଫୁଟିଯିବ ହଁ ଯଦି ଫୁଲ ଫୁଟିଯାଏ ଜରାସନ୍ଧ ଜାଣିପାରିବ ମୋ ପୁରକୁ ଶତ୍ରୁ ଆସୁଛି ଆଚ୍ଛା। ତେଣୁ ଏଇଠେ ଯାହା ବି କର ଏ ଶିମଳି ବୃକ୍ଷ ଯେମିତି ଫୁଲ ଫୁଟିବ ନାହିଁ ନାହିଁ ସେତେବେଳେ ଅର୍ଜୁନ ଧନୁକୁ ଧରିଲେ ହଁ ଆଉ ସେତେବେଳେ ଅର୍ଜୁନ ଧନୁକୁ ଧରିଲେ ଓହୋ ଶିମଳି ବୃକ୍ଷକୁ ତ ଛଣେ କାଟିଲେ ଆହା ସରଘାତରେ ତାକୁ ଦେଲେ ଉଡାଇ ହଉ ବା ସରଘାତରେ ତାକୁ ଦେଲେ ଉଡାଇ ଆଚ୍ଛା ସମୁଦ୍ର ଜଳେ ଖେପିଲେ କନେଇ ନେଇ ନେଇ ସମୁଦ୍ର ଜଳେ ଖେପିଲେ କନେଇ ହଁ ଦ୍ୱିତୀୟ ଦ୍ୱାର ପାର ହୋଇଗଲେ ଦ୍ୱିତୀୟ ଦ୍ୱାର ପାର ହୋଇଗଲେ ଓ
तृतीय द्वारे प्रवेश जे होइले अच्छा तृतीय द्वारे प्रवेश होइले ओहो तृतीय द्वार रे रही अछि भेरी आहा आउ तृतीय द्वार रे रही अछि भेरी वाह वाह शब्द करिब शत्रु देखि करी हाँ शब्द करिब शत्रु देखि करी आहा सेतेबेले नारायण बोइले वचन कौन सेतेबेले नारायण बोइले वचन सारी संख्या दे रखिছি ଟୋଟାଲ ମନ ପାଉନାହିଁ ମତେ अरे ओखेई ଗୁରୁଦେବ कौन एमती होउछ ତାର ମୋର ପଡିବନି ଗୁରୁଦେବ हां ତାର ମୋର ପଡିବନି अरे सुन ଓ जेतेबेले प्रथम द्वारटी पार हो जाइछंती द्वितीय द्वार पार हो जाइछंती ହଁ द्वितीय द्वार केमिति पार हेले କେମିତି ना अर्जुन सर निक्षेप कले शिमुली वृक्षर मूल उपुड़े समुद्र रे नेकी फोपाड़ देले आहा जानी पारिला नाही जरासंध ନାହିଁ तृतीय द्वार रे पहुंची गले ଆଚ୍ଛା तृतीय द्वार रे अछि किए କିଏ भेरी जगिछि भेरी रो काम कोन କଣ सी शत्रु बोली जदि जानी दिए हाँ शत्रु बोली जदि चिन्ही दिए ହଁ सी बाजिबो रडी करिवो ओहो हेले भगवान कृष्ण कहले कौन करिवे କଣ କରିବା ये तो देखिला मात्रे बाजिबो ହଁ ହଁ भीम को कहले भीम एटा होची तोर काम ତୋର କାମ एठी आउ काहार काम नहीं ନାହିଁ तू चाहिले ए भेरीर शब्दटा बंद हबो ବନ୍ଦ ହବ हेले भीम कले कोन କଣ कले सेते बेले भीम मने विचारिले हाँ आउ सेते बेले भीम मने विचारिले ओहो 52 भार गोदा को टेकिले हाँ 52 भार गोदा को टेकिले ओहो फेरी ऊपर को करिले प्रहार आहा आउ फेरी ऊपर को करिले प्रहार वाह वाह गंधर्व एक ओइला बाहार हाँ गंधर्व एक ओइला बाहार अच्छा कृष्ण पाद तले प्रणमित हेला ओहो स्वदेहरे विष्णु लोक को चलिला आहा तृतीय द्वार कहूँ पार हेले तृतीय द्वार कहूँ पार हेले आहा चतुर्थ द्वार पासे प्रवेश होइले वाह वाह चतुर्थ द्वार पादे प्रवेश होइले ओरे चतुर्थ द्वारे जगी अछि गध हाँ चतुर्थ द्वारे जगी अछि गध आहा शत्रु देखिले जे करिब घोर नाद हाँ शत्रु देखिले जे करिब घोर नाद एबे पड़िब घोर प्रमाद हे सुजनन एबे पड़िब महा प्रमाद हेले अलिया गुरुदेव तृतीय द्वार छाड़ी देले ଛାଡ଼ିଦେଲେ କେମିତି ଚତୁର୍ଥ ଛାଡ଼ିଲେ? କେମିତି ना भीम को जेतेबेले कृष्ण कहले द्वार होची तोर ହଁ ए द्वार तू चाहिए आमे पार होई परिबा ଆଚ୍ଛା ଆଚ୍ଛା कारण हमको देखिला मात्रे भेरी बाजिबो ଭେରି ବାଜିବ भेरी बाजिले जरासंध जानी पारिबो शत्रु आसुछि ହଁ तेणु तू एमिति किछि कर कर। ए भेरी जिमिति बाजिबोनी ବାଜିବନି ये तो भीम मूर्ख हाँ। कहला मो द्वारा हब कोन କଣ मु आउ करबी कोन ये भेरी बाजिबा पूर्वरु 52 भार गदाडा को टेकिला हाँ। भेरी ऊपर छेची ବାଃ जेतेबेले 52 प्रहार गदा भेरी ऊपर पड़िला ପଡିଲା ये भेरी भांगी की चूना हैगला ଚୂର୍ଣ୍ଣ आ ଚୂର୍ଣ୍ଣ। बाजिबो कोन ଭାଙ୍ଗିଗଲା ତ ବାଜିବ ସେଇଥିରୁ ଗୋଟିଏ ଗନ୍ଧର୍ବ ବାହାରିଲା ସିଏ ମଧ୍ୟ ଶ୍ୟାପ ପାଇକି ଆସିଥିଲା ହଁ। ସିଏ ବିଷ୍ଣୁ ଲୋକକୁ ଚାଲିଗଲା ଆଚ୍ଛା ତାପରେ ଆସୁଛି କଣ କଣ ନା ଚତୁର୍ଥ ଦ୍ୱାର ଚତୁର୍ଥ ଦ୍ୱାର ଚତୁର୍ଥ ଦ୍ୱାରରେ ଅଛି କିଏ କିଏ ଗଧ ଜଗିଛି ଗଧ ଚତୁର୍ଥ ଦ୍ୱାରରେ ହଁ ଗଧ ଜଗିଛି ଆହା ଗଧର କାମ କଣ କଣ ନା ଯେତେବେଳେ ସିଏ ଶତ୍ରୁକୁ ଦେଖିବ ହଁ ଶତ୍ରୁ ବୋଲି ଯଦି ଜାଣିଦବ ହଁ ହଁ ତାହେଲେ ସିଏ ରଡି କରିବ ଗଧ ରଡି କରିବ ରଡି କରିବ ହଁ ତାହେଲେ ଜରାସନ୍ଧ ଜାଣିପାରିବ ମୋ ପୁରକୁ ନିଶ୍ଚୟ
शत्रु आसुछि अच्छा आज्ञा सेते बेले नारायण मन चिंता कले हाँ सेते बेले नारायण मन चिंता कले गधकू किपरि रखिबी भाबिले ओहो गधकू किपरि रखिबी भाबिले वाह वाह आउ धीरे धीरे पुणी करिले गमन हाँ हाँ से धीरे धीरे पुणी करिले गमन अच्छा एबे जाई पहुँचिले गधसर निधान वाह वाह एबे जाई पहुँचिले गधसर निधान हाँ जेतेबेले एतिनी को गध देखिला ओ जेतेबेले एतिनी को गध देखिला अच्छा पाटी खोलिण से चित्कार कला वाह वाह पाटी खोलिण से चित्कार कला आहा। मन मध्य पुणी भाविले भावग्राही ओ मन मध्य भाविले भावग्राही अच्छा धरिथिबा शंखटी को देले पुराई हाँ हाँ धरिथिबा शंखटी को देले पुराई हौ बा एकाले गधर मन न मानिला नहीं नहीं भोपाइबाकू से चेष्टा करिला आहा जेते शब्द सीए काढु अछि जान हाँ हाँ शंख बाजिला परि सुबुची निदान वाह वाह शंख बाजिला परि सुबुची निदान हौ हौ पुणी गध जे चित्कार कला हाँ एकाले बेकको धरिले कहला एकाले बेकको धरिदेले होला ओ श्रीकृष्ण कने कहउछन्ति जान कौन श्रीकृष्ण कने कहउछन्ति जान हाँ शब्द तू न कर रे गध निदान आउ सेतेबेले गध एमंत बोइला हाँ मोर शब्द बंद न होइब भला नहीं नहीं गोटिए कथाकू एबे देवी कही कहू न से कथाकू देबे करी भवाबग्राही हाँ हाँ निजे पापू होई जीवित्राही भावग्राही निजे पापू होई जीवित्राही हेले भगवान कृष्ण करिछन्ति कोन कौन शत्रु बोली तो जानिगलानी गध हाँ हाँ गध चित्कार करुछि हाँ କରିବା ସମୟରେ କୃଷ୍ଣ କଲେ କ'ଣ ହାତରେ ଯୋଉ ଶଙ୍ଖଟି ଧରିଥିଲେ हाँ ସେ ଶଙ୍ଖଟାକୁ ଗଧ ପାଟିରେ ପୁରେଇ ଦେଲେ ପାଟିରେ ପୁରେଇ ଦେଲେ ପାଟିରେ ସିନା ପୁରେଇ ଦେଲେ हाँ ଇଏ ବୋବେଇବାଟା କ'ଣ ବନ୍ଦ କରୁଛି କି ଗଧ ନାଇଁ 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 ହେଲେ ତାର ଯୋଉ ଶବ୍ଦଟା ବାହାରିଲା ହଁ ସେ ଶବ୍ଦଟା ଶଙ୍ଖ ବାଜିଲା ଭଳିଆ ଶୁଭିଲା ଓ ସେତି ଯୋଗୁ ଏବେ ଗଧ ବୋବେଇଲେ ଶଙ୍ଖ ସାଉଣ୍ଡ ଭଳିଆ ଶୁଭୁଛି ଶଙ୍ଖ ଶବ୍ଦଟା ଶୁଭୁନି ହଁ ହେଲେ ଶଙ୍ଖ ଶବ୍ଦ ଭଳି ସେ ନାଦଟି ଶୁଭିଲା ଆଚ୍ଛା ନାଦ ବନ୍ଦ କରୁନି ଗଧ କୃଷ୍ଣ କ'ଣ କଲେ ବେକୁଟାକୁ ଧରି ପକେଇଲେ ବେକୁଟାକୁ ଧରି ପକେଇଲେ ବେକୁଟାକୁ ଧରି ଧରି ପକେଇଲେ ଇଏ ଡେଉଁଛି ଗଧ ହଁ। ଶୁଣୁନି କିଛି ନାଇଁ। କୃଷ୍ଣ ତା କାନରେ କହୁଛନ୍ତି ଆରେ ତୁ ପାଟି କରେ ନା ନାଇଁ। ତୁ ଶବ୍ଦ କରେ ନା ନାଇଁ ସେତେବେଳେ ଗଧ ଶୁଣୁନି ଗଧ କହୁଛି କ'ଣ କଣ ଶୁଣ ଶୁଣ ଏବେ ମୋହର ବଚନ ହଁ ଆଉ ଶୁଣ ଶୁଣ ତୁମେ ଏବେ ମୋ ବଚନ ଓ ମୋ ପାଦକୁ ଟିକେ ଧର ନାରାୟଣ ଆଚ୍ଛା ଏବେ ମୋ ପାଦକୁ ଟିକେ ଧର ନାରାୟଣ ହଁ ହଁ ମୋର ବାମ ପାଦଟାକୁ ତୁମେ ତୁମ୍ଭେ ଧରିବ ହଉ ହଉ ମୋର ବାମ ପାଦଟାକୁ ଯଦି ତୁମ୍ଭେ ଧରିବ ଆହା ଏହି ପାପ ସାଗରରୁ ମୋ ଉଦ୍ଧାର ହେବ ହଁ ଏ ଗଧ ଜନମର ମୋର ଏତିକି ସୁଦୟା ହେବ ଜ୍ଞାନୀ ଜନେ ମୋର ଏତିକି ସୁଦୟା ହେବ
ହେଲେ ଆରେ ଅଳିଆ ଗୁରୁଦେବ ଗଧ ଯେତେବେଳେ ନାରାୟଣ ଛୁଇଁ ଦେଲେ ଗଧକୁ ହଁ ଗଧ ଜାଣି ପାରିଲେ ଇଏ ହଉଛନ୍ତି ପରଂବ୍ରହ୍ମ ନାରାୟଣ। ଭଗବାନ ବହୁତ ଦିନ ଜଗି ଜଗି ଆଜି ଭେଟ ହେଇଛି ନାରାୟଣଙ୍କୁ। ହଁ କୃଷ୍ଣ ଯେତେବେଳେ କହୁଛନ୍ତି ଆରେ ତୁନି ପଡେ ନାଦ ବନ୍ଦ କରେ ଭଗବାନଙ୍କୁ କହୁଛି ଗଧ କଣ ମତେ ତମେ ବେକ ଧରିଲେ କଣ ମୁଁ ତୁଲି ପାରିବି? ନାଇଁ ଶଙ୍ଖ ମାରିଲେ କଣ ମୁଁ ତୁଲି ପାରିବି? ନାଇଁ ମୁଁ ଗୋଟେ କଥା କହୁଛି ଶୁଣ। କଣ ହେ ନାରାୟଣ ହଁ ତମେ ମୋ ବାମ ପାଦଟାକୁ ଟିକେ ଛୁଇଁ ଦିଅ, ଟିକେ ବାମ ପାଦଟାକୁ ଧରି ଦିଅ, ଦେବିରି ମୁଁ ଗୋଡଟା। ନିଶ୍ଚୟ ତୁନି ପଡିବି। ଓହୋ ହୋ। ମୋର ଶବ୍ଦ ଆପେ ବନ୍ଦ ହେଇଯିବ। ହଁ କୃଷ୍ଣ କହିଲେ ଆରେ ମୁଁ ତୋ ପାଦ କାହିଁ ଧରିବି? କଣ ପାଇଁ ଧରିବି? ମୁଁ ତୋ ପାଦ କାହିଁକି ଧରିବି? ହଁ ସେତେବେଳେ ଗଧ କହୁଛି ହେ ନାରାୟଣ ଯେତେବେଳେ ଶିବ ମତେ శాପ ଦେଇଥିଲେ ହଁ ମୁଁ ମୁକ୍ତ ହେବା କଥାଟି ତାଙ୍କୁ ପଚାରିଥିଲି। ହଁ ହଁ ମୁଁ ମୁକ୍ତ ହେବା କଥାଟି ଭଗବାନ ଶଙ୍କରକୁ ପଚାରିଥିଲି। ହଁ ଭଗବାନ ଶଙ୍କର କହିଥିଲେ କଣ ପ୍ରଭୁ ନାରାୟଣ କୃଷ୍ଣ ରୂପରେ ଜନ୍ମ ହେବେ। ଜରାସନ୍ଧପୁରକୁ ସିଏ ଯେତେବେଳେ ଯିବେ ହଁ ତୁ ଜରାସନ୍ଧର ଦ୍ୱାରେ ରହିଥିବୁ। ଆଚ୍ଛା ତାଙ୍କେ ତୋର ପାଦ ଧରିଲେ ତୋର ମୁକ୍ତ ହବ ତେଣୁ ମୋର ପାଦ ଟିକେ ଧରିଦିଅ ହେ ପ୍ରଭୁ, ପ୍ରଭୁ ମୁଁ ମଧ୍ୟ ତମକୁ ରାସ୍ତା ଛାଡ଼ିଦେବି। ହଁ। ଏ ଶବ୍ଦ ମୋର ବନ୍ଦ ହେଇଯିବ ଆଜ୍ଞା। ଆଉ ମୋର ମଧ୍ୟ ଉଦ୍ଧାର ହେଇଯିବେ। ହଁ। ଆଜ୍ଞା ଭାବକୁ ନିକଟ ଅଭାବକୁ ଦୂର, ଓ ଆଉ ଭାବକୁ ନିକଟ ଅଭାବକୁ ଦୂର, ଆହା ଭାବଗ୍ରାହୀ ପରା ନାମଟି ତାହାର, ଆହା ଗଧମନକୁ ନିଶ୍ଚୟ ଶୁଣିଲେ, ନିଶ୍ଚୟ ଗଧମନକୁ ନିଶ୍ଚୟ ଶୁଣିଲେ, ଓ ବାମ ପାଦକୁ ତାହାର ଧରିଲେ, ଆହା ବାମ ପାଦକୁ ତାହାର ଧରିଲେ, ଆଚ୍ଛା ଗଧର ପ୍ରାଣ ତହୁ ଛାଡ଼ି ଗଲା, ଗଲା ଗଲା ଗନ୍ଧବସ୍ପ ଦେହରେ ବିଷ୍ଣୁ ଲୋକ ଗଲା। ହେଲେ ଆରେ ଅଳିଆ ଗୁରୁଦେବ କଣ ବୁଝିଲୁ? ହଁ ଭାବକୁ ନିକଟ ଅଭାବକୁ ଦୂର, ଦୂର ଭାବଗ୍ରାହୀ ପରା ସିଏ। ଯେତେବେଳେ ଗଧ କହିଲେ ପ୍ରଭୁ ହଁ। ସୁଗନ୍ଧର୍ବ ଗନ୍ଧର୍ବ ମୋର ଭୁଲ ପାଇଁ ଯେତେବେଳେ శాପ ପାଇଲି ଗଧ ରୂପରେ ଜନ୍ମ ହେବି, ହଁ ସେତେବେଳେ ଭଗବାନ ଶଙ୍କରକୁ ପଚାରିଥିଲି ହଁ। ମୋର ଉଦ୍ଧାର କେବେ ହବ? ହଁ। ସିଏ କହିଥିଲେ କୃଷ୍ଣ ତୋ ପାଦ ଧରିଲେ ଏକା ତୋର ଉଦ୍ଧାର ହବ। ହବ ପ୍ରଭୁ ତମେ ମୋର ପାଦ ଟିକେ ଧରିଦିଅ, ଧରିଦିଅ। ମୋର ମୁକ୍ତ ହେଇଯିବ। ହଁ, ହଁ। ଇଏ ତ ଭାବଗ୍ରାହୀ କୃଷ୍ଣ ଆଜ୍ଞା ଜନମଙ୍ଗଳ ପାଇଁ, ହଁ ସଂସାର କଲ୍ୟାଣ ପାଇଁ, ହଁ। ଜରାସନ୍ଧକୁ ମାରିବା ପାଇଁ ଆଚ୍ଛା। ଭଗବାନ କୃଷ୍ଣ ହଁ। ଗଧର ପାଦ ଧରିଲେ। ଗଧ ଜୟ ଜଗନ୍ନାଥ।